ଚାକିରି କ୍ଷେତ୍ରରେ ବଡ଼ ବିପଦ ଆସୁଥିବା କୁହାଯାଉଛି। କାରଣ ଏକା ସାଙ୍ଗରେ ପ୍ରାୟ 12,000 ଲୋକଙ୍କ ଚାକିରି ଯାଇପାରେ। ଏମିତି କିଛି ଖବର ଆସିବା ପରେ ପୁରା ଦେଶରେ ଚର୍ଚ୍ଚା ଜୋର ଧରିଛି। କାରଣ ଟିସିଏସ୍ରେ ଏମିତି କିଛି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅବଶ୍ୟ ଏନେଇ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳେ ନାହିଁ। ହେଲେ ଜାତୀୟ ଗଣମାଧ୍ୟମରେ ବଡ଼ ଜୋରରେ ଚର୍ଚ୍ଚା ଚାଲିଛି। ଭାରତର ସର୍ବବୃହତ ସୂଚନା ପ୍ରଯୁକ୍ତି ବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଟାଟା କନସଲଟାଣ୍ଟ ସର୍ଭିସ ବା ଟିସିଏସ୍ ଏକ ବଡ଼ ଧରଣର ଛଟେଇ ଯୋଜନା ଆରମ୍ଭ କରିଛି। କମ୍ପାନୀ 2026 ମଧ୍ୟରେ ନିଜର ପ୍ରାୟ 2% କର୍ମଚାରୀଙ୍କୁ ଛଟେଇ କରିବ, ଯାହା ଫଳରେ 12,000ରୁ ଅଧିକ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି। କୁହାଯାଉଛି ଏହି ଛଟେଇ ମୁଖ୍ୟତଃ ମଧ୍ୟମ ଓ ବରିଷ୍ଠ ପରିଚାଳନା ସ୍ତରରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରଭାବିତ କରିବ ବୋଲି ଜଣାପଡ଼ିଛି। ଟିସିଏସ୍ ଦେଶରେ ଅନେକ ଲୋକ ଏହି କମ୍ପାନୀ ଉପରେ ନିର୍ଭର କରନ୍ତି। ଭଲ ଦରମା ସାଙ୍ଗକୁ ଅନେକ ଯୋଜନା ମିଳୁଥିବାରୁ କମ୍ପାନୀରେ ଚାକିରି କରିବା ପାଇଁ ଅନେକ ଆଶାୟୀ ମଧ୍ୟ ଥାନ୍ତି। ହେଲେ କମ୍ପାନୀ ଏବେ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଟିସିଏସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ କୃତିବାସନଙ୍କ ଅନୁଯାୟୀ ବଦଳୁଥିବା ପ୍ରଯୁକ୍ତି ବିଦ୍ୟା ବିଶେଷ କରି ଏଆଇର ବ୍ୟାପକ ପ୍ରୟୋଗ ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ନିଷ୍ପତ୍ତି ନେଉଛି। କମ୍ପାନୀର ଛଟେଇ ନେଇ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। କମ୍ପାନୀ ସ୍ପଷ୍ଟ ଭାବରେ କହିଛି କି ଏହି ଛଟେଇରେ କନିଷ୍ଠ ସ୍ତରର କର୍ମଚାରୀମାନେ ପ୍ରଭାବିତ ହେବେ ନାହିଁ, ବରଂ ମଧ୍ୟମ ଓ ବରିଷ୍ଠ କର୍ମଚାରୀମାନେ ପ୍ରଭାବିତ ହେବେ। କମ୍ପାନୀର କହିବା ଅନୁସାରେ କର୍ମଚାରୀମାନଙ୍କୁ ନୂତନ ପ୍ରଯୁକ୍ତି ବିଦ୍ୟାରେ ଟ୍ରେନିଂ ଦେଇ ପୁନଃ ନିଯୁକ୍ତି ଦେବାକୁ ଉଦ୍ୟମ କରାଯାଉଛି, କିନ୍ତୁ କିଛି ପଦବୀ ପାଇଁ ଏହାର ଆବଶ୍ୟକତା ନଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଏଚ୍ଟିଭି ଓଡ଼ିଆ।